ମୁଁ ବି ସେମାନଙ୍କ ସହିତ ଅନେକ ଥର ଯୋଗ ଦେଇଥିଲି। ସମର ଭେକେସନ ପାଇଁ ସ୍କୁଲ ସବୁ ଛୁଟି ହୋଇଯାଇଥିଲା। ମୋର କଲେଜ ବନ୍ଦ ହୋଇନଥିଲା। ମା ସାନ ଭଉଣୀକୁ ସାଙ୍ଗରେ ଧରି ଗୋଟିଏ ମାସ ପାଇଁ ମାମୁଁ ଘରକୁ ଗଲା। ଘରେ କେବଳ ମୁଁ ଓ ପାପା ରହିଲୁ। ଦିନେ କଲେଜରେ ହଠାତ୍ ମୋ ଦେହ ବହୁତ ଖରାପ ହୋଇଗଲା। ମୁଣ୍ଡ ବୁଲେଇଲା ଏବଂ ବାନ୍ତି ହେଲା। ମୁଁ କଲେଜରୁ ପାପାଙ୍କୁ ଫୋନ କରି ଡାକିଲି। ବାପା କଲେଜ ସମୟ ଭିତରେ ମୋତେ ନେବା ପାଇଁ ଆସିଗଲେ। ମୁଣ୍ଡ ବୁଲଉଥିବାରୁ ମୁଁ ଚାଲି ପାରୁନଥିଲି। ଘରେ ପହଞ୍ଚିବା ପରେ ଘର ଭିତରେ ପାପା ମୋତେ କୋଳରେ ଉଠେଇ ଧରି ବେଡରେ ନେଇ ଶୁଆଇ ଦେଲେ। ମୋ ଗୋଡରୁ ଜୋତା ଓ ମୋଜା ଖୋଲିଦେଲେ। ମୋତେ ଔଷଧ ଖାଇବା ପାଇଁ ଦେଲେ। ମୋ ମୁଣ୍ଡ ଚିପି ଦେଇ ମୋତେ ଶୁଆଇ ପକେଇଲେ। ମୁଁ ମୋ କଲେଜ ଡ୍ରେସ୍ ସ୍କର୍ଟ ଓ ସାର୍ଟ ପିନ୍ଧି ଶୋଇଥିଲି। ଦିନ ସାରା ମୁଁ ଶୋଇ ରହିଲି। ଉଠିବା ପରେ ଖାଇଦେଇ ମୋ ଡ୍ରେସ୍ ବଦଳି ନାଇଟି ଗାଉନ ପିନ୍ଧିଲି। ସେଦିନ ରାତିରେ ପାପାଙ୍କ ବେଡରେ ପାପା ଓ ମୁଁ ସାଙ୍ଗ ହୋଇ ଶୋଇଲୁ। ରାତିରେ ପାପାଙ୍କ ହାତ କେତେଥର ମୋ ଛାତିକୁ ଛୁଇଁବା ମୁଁ ଅନୁଭବ କଲି। ମୋ ଦେହ ବି ଭଲ ହୋଇଯାଇଥିଲା। ଦିନ ସାରା ଶୋଇଥିବାରୁ ମୋତେ ନିଦ ହେଉନଥିଲା। ପାପାଙ୍କ ହାତ ବାରମ୍ବାର ମୋର ଦୁଇଟା ଲେମ୍ବୁକୁ ଛୁଉଁଥିବାରୁ ମୁଁ ଉତ୍ତେଜିତ ହୋଇ ପଡୁଥିଲି। ମୁଁ ବି ମୋ ହାତ ନେଇ ଧୀରେ ଧୀରେ ପାପାଙ୍କ ଗାଜରକୁ ଛୁଇଁଲି। ମୋ ହାତ ବାଜିବା ମାତ୍ରେ ପାପାଙ୍କ ଗାଜର ବହୁତ ବଡ ହୋଇଗଲା। ଉତ୍ତେଜନାରେ ମୋ ଦେହ ଶିହରି ଉଠିଲା। ମୋ ତଳ ଭିତର ଓଦା ହୋଇ ଉଠିଲା। ମୁଁ ଆଉ ଅଧିକ ନ ଆଗେଇ ଆଙ୍ଗୁଳିରେ ମୋ ଜିନିଷ ଆସ୍ତେ ଆସ୍ତେ ଘଷିଲି। ତାପରେ ଚୁପଚାପ ଶୋଇ ପଡିଲି। ପରଦିନ ଦିନ ସାରା ସ୍ୱାଭାବିକ ଭାବରେ କଟିଲା। ସନ୍ଧ୍ୟା ବେଳେ ପାପା ଡ୍ରିଙ୍କ କଲେ। ତାପରେ ପାପା ଓ ମୁଁ ବସି ଗୋଟାଏ ଟିଭିରେ ଫିଲ୍ମ ଦେଖୁଥିଲୁ। ପାପାଙ୍କୁ ଯେତେବେଳେ ଜୋର ନିଶା ହୋଇଗଲା ସେତେବେଳେ ମୁଁ ପାପାଙ୍କ ପାଖକୁ ଘୁଞ୍ଚି ଯାଇ ତାଙ୍କ ଛାତି ଉପରକୁ ଆଉଜି ବସିଲି। ପାପା ମୋ ମୁଣ୍ଡରେ ହାତ ବୁଲେଇ ମୋ ଗାଲରେ ଗୋଟାଏ ଚୁମା ଦେଲେ। ମୁଁ ମୋ ହାତ ନେଇ ଲୁଙ୍ଗି ଉପରୁ ପାପାଙ୍କ ଗାଜର ଛୁଇଁଲି। ପାପା ଟିକିଏ ବିବ୍ରତ ହୋଇ ପଡି କହିଲେ, ଆରେ ବେଟା ତୁ ଇଏ କଣ କରୁଛୁ? ପାପାଙ୍କ କଥା ନ ଶୁଣି ଲୁଙ୍ଗିକି ଆଡେଇ ତାଙ୍କ ଗାଜରକୁ ମୁଠେଇ ଧରିଲି। ମୋ ହାତ ବାଜିବା ମାତ୍ରେ ସାପ ଫଣା ଟେକିବା ଭଳି ପାପାଙ୍କ ଗାଜର ଟିଙ୍ଗ ହେଇ ଠିଆ ହୋଇଗଲା। ମୁଁ ପାପାଙ୍କ ବିଶାଳ ଗାଜର ଲୁଙ୍ଗି ଭିତରୁ ବାହାର କରି ଆଣି ମୋ ପାଟିରେ ପୂରେଇ ଚୋଷିବାକୁ ଲାଗିଲି। ପାପାଙ୍କୁ ଭଲ ଲାଗିଲା। ସେ ସେଠା ଉପରେ ଆଉଜି ଶୋଇ ପଡିଲେ। କିଛି ସମୟ ପରେ ହଠାତ୍ ଉଠିପଡି ତାଙ୍କ ରୁମକୁ ଚାଲିଗଲେ। ମୁଁ ପାପାଙ୍କ ଗାଜର ମାତ୍ର 4-5 ମିନିଟ ଚୋଷିଥିଲି। ତାଙ୍କର ପାନି ବାହାରି ନଥିଲା। ପାପା ଉଠି ଚାଲିଯିବା ପରେ ମୁଁ ମୋ ରୁମକୁ ଯାଇ ଶୋଇ ପଡିଲି। ତା ପରଦିନ ମୋର କଲେଜ ଥିଲା। ମୁଁ ସକାଳୁ ଉଠି ଗାଧୁଆ ପାଧୁଆ ସାରି କଲେଜ ବାହାରିବା ପାଇଁ ପ୍ରସ୍ତୁତ। କଳା ରଙ୍ଗର ବ୍ରା ଓ ପାଣ୍ଟି ଉପରେ ଧୂସର ରଙ୍ଗର ସ୍କର୍ଟ ଓ ୟୁନିଫର୍ମ ସାର୍ଟ ଓ ମୋଜା ପିନ୍ଧି ମୁଣ୍ଡବାଳ ବି କୁଣ୍ଡେଇ ସାରିଥିଲି। କେବଳ ଜୋତା ପିନ୍ଧିବା ବାକି ଥିଲା। ପାପା ମୋ ରୁମକୁ ଆସି ପହଞ୍ଚିଲେ। ପାପା ବେଟା କାଲି ଯାହା ସବୁ ହେଲା ସେ ଆମ ଭିତରେ ସେ ସବୁ ହେବା ଠିକ ନୁହେଁ। କାରଣ ତୁ ମୋ ଝିଅ। ମୁଁ ଏଥିରେ ଭୁଲ କଥା କଣ ଅଛି ପାପା? ତମକୁ କଣ ମଜା ଲାଗୁ ନଥିଲା? ପାପା ମୁଁ ମଜା ବିଷୟରେ କହୁନାହିଁ। ଭାବିଲୁ ତୋ ମମି ଯଦି ଏ କଥା ଜାଣିବ ତାହେଲେ କଣ ହେବ? ମୁଁ ମମି କେମିତି ଜାଣିବ? ମୁଁ କହିବିନି କି ତମେ ବି କହିବନି। ତାହେଲେ ମମି କେମିତି ଜାଣିବ ଯେ? ପାପା ତଥାପି ଆଗକୁ ଆଉ ଆମେ ଏମିତି କରିବାନି। ଏମିତି କରିବାଟା ପାପ। ମୁଁ ଯଦି ଆମେ ଦୁହେଁ ସେପରି କରିବା ପାଇଁ ଚାହୁଁଛେ ତାହେଲେ ଏଥିରେ ତ କିଛି ଭୁଲ ନାହିଁ। ତାହେଲେ ପାପ କାହିଁକି ହେବ? ପାପା ତୁ ମୋ ସହିତ କରିବା ପାଇଁ କାହିଁକି ଚାହୁଁଛୁ? ତତେ ସରମ ଲାଗୁନି? ମୁଁ ତମକୁ ଭଲ ପାଏ। ଯେବେଠାରୁ ମୁଁ ତମ ଗାଜର ଦେଖିଲି ମତେ ବହୁତ ଭଲ ଲାଗିଲା। ପାପା ମୁଁ କଣ ତମକୁ ହୋଟ ଲାଗୁନି? ପାପା ଆଜି କଣ ତୋର କଲେଜରେ କିଛି ଇମ୍ପୋର୍ଟାଣ୍ଟ କ୍ଲାସ ନାହିଁ କି? ମୁଁ ନାହିଁ। କିଛି ପରୀକ୍ଷା ତ ନାହିଁ? କାହିଁକି? ପାପା ରହ କହୁଛି। ଏହା କହି ପାପା ମୋର ଅତି ନିକଟକୁ ଆସିଲେ। ମୋ ଦୁଇ ପିଚାରେ ତାଙ୍କ ଦୁଇ ହାତକୁ ରଖି ଚିପିଲେ। ପାପା ଆହ ତୋ ଗାଣ୍ଡିଟା କେତେ ବଡ ଆଉ ଟାଇଟ୍ ହେଇଛି। ପାପା ମୋ ପିଚାରେ ଚାପୁଡା ମାରିଲେ। ତାଙ୍କ ଓଠକୁ ମୋ ବେକ ମୂଳେ ରଗଡିଲେ। ତାପରେ ମୋ ସ୍କର୍ଟ ଭିତରେ ହାତକୁ ପୂରେଇ ସିଧା ମୋ ପାଣ୍ଟି ଭିତରେ ମୋ ଗାଣ୍ଡିକୁ ଛୁଇଁଲେ। ପୁରେ ବି ହାତ ମାରିଲେ। ଏହା ମୋ ପାଇଁ ଥିଲା ପ୍ରଥମ। ମୋତେ ବହୁତ ମଜା ଲାଗୁଥିଲା। ପାପା ମୋ ପାଣ୍ଟିକୁ ଖୋଲି ଦେଇ ମୋ ଗାଣ୍ଡିକୁ ତାଙ୍କ କୋଳରେ ଧରି ଉଠେଇ ତାଙ୍କ ବେଡ ରୁମକୁ ନେଇଗଲେ। ମୋତେ ତାଙ୍କ ବେଡ ଉପରେ ଶୁଆଇ ଦେଇ ମୋ ଗୋଡରୁ ମୋଜା ଖୋଲି ପକେଇ ମୋ ଗୋଡକୁ ଚୁମା ଦେଲେ। ତାପରେ ଧୀରେ ଧୀରେ ପାଦଠାରୁ ଉପରକୁ ଚାଟିଲେ। ମୋ ଜଙ୍ଘ ଓ ପୁ ବି ଚାଟିଲେ। ମୁଁ ଏବେ ସାର୍ଟ ଓ ସ୍କର୍ଟ ପିନ୍ଧିଥିଲି। ପାପା ମୋ ପୁ ଚାଟିଲେ ଏବଂ ମୁଁ ମୋ ଦୁଧକୁ ଚିପିଲି। ପାପା ମୋ ପୁ ଭିତରେ ଥିବା ପରଦା ସତୀଚ୍ଛଦ ହାଇମେନକୁ ଦେଖିଲେ ଏବଂ କହିଲେ ତୁ
ତେବେ କୁମାରୀ ଅଛୁ। ମୁଁ କହିଲି ହଁ, ଏହା ମୋର ପ୍ରଥମ। ମୋ କଥା ଶୁଣି ପାପା ବହୁତ ଖୁସି ହୋଇଗଲେ। ତାପରେ ମୁଁ ପାପାକୁ ଲଙ୍ଗଳା କରିଦେଲି ଏବଂ ତାଙ୍କ ଗାଜର ପାଟିରେ ପୂରେଇ ଚୋଷିବାକୁ ଲାଗିଲି। ପାପା ମୋ ସାର୍ଟ ଓ ବ୍ରା ଖୋଲିଦେଇ ମୋ ଦୁଧ ଭୁଣ୍ଡିକୁ ଚୋଷିବାକୁ ଲାଗିଲେ। ମୋ ଓଠରେ ଗାଢ ଚୁମା ଦେଇ ମୋ ପିଚାରେ ଚାପୁଡା ମାରିଲେ। ତାପରେ ମୋତେ ବେଡରେ ଚିତ କରି ଶୁଆଇ ଦେଲେ। ପାପା ବେଟା, ତୁ ଏଥର ପ୍ରସ୍ତୁତ ହୋଇଯା। ମୁଁ ସ୍କାର୍ଟ ଖୋଲି ଦିଅ, ନହେଲେ ରକ୍ତ ଲାଗି ଖରାପ ହୋଇଯିବ। ପାପା ମୋ ସ୍କାର୍ଟକୁ ଖୋଲିଦେଲେ। ପାପା ପ୍ରଥମେ ତୋ ପୁ ବାଳକୁ ସେଭି କରି ସଫା କରିଦେବି। ମୁଁ ପାପା ତାଙ୍କ ସେଭି ରେଜର ଓ ସେଭି କ୍ରିମ ଆଣି ମୋ ପୁ ବାଳକୁ ସଫା କରିଦେଲେ ଓ ମୋ ପୁ ଉପରେ ଗୋଟାଏ ଚୁମା ଦେଲେ। ମୋ ପୁ ଭିତରଟା ଶିର ଶିର ହେଇଗଲା। ପାପା ତୋ ପାଖରେ କଣ୍ଡମ ଅଛି, ମୋ ପାଖରେ ତ ନାହିଁ। ମୁଁ ନାହିଁ ପାପା, ସେମିତି କରୁନ, ମୁଁ ଆଇ ପିଲ୍ ଖାଇନେବି। ପାପା ମୋ ଦୁଧ ଚିପି ଚୁମା ଦେଲେ ଏବଂ ତାଙ୍କ ଶକ୍ତ ଓ ମୋଟା ଗାଜର ଧୀରେ ମୋ ପୁ ଭିତରକୁ ପୂରେଇଲେ। ପାପାଙ୍କ ମୋଟା ଗାଜର ମୋ ପୁ ଭିତରେ ପଶିବାରୁ ଭାରି କଷ୍ଟ ହେଲା। ମୁଁ ଜୋରରେ ଚିତ୍କାର କରି ଉଠିଲି, ପାପା ଭାରି କାଟୁଛି। ପାପା ଜୋରରେ ଗୋଟାଏ ଠେସ୍ ମାରି ଗାଜର ପୁରା ପୁ ଭିତରକୁ ପୂରେଇ ଦେଲେ। ମୁଁ ଚିତ୍କାର କରି ଉଠିଲି ଓ ଆଃ ଭାରି କାଟୁଛି। ମୁଁ ପୁ ଭିତରୁ ରକ୍ତ ବାହାରିଲା। ପାପା କିଛି ସମୟ ଚୁପ ରହିଗଲେ। ମୋର ଟିକିଏ ଯନ୍ତ୍ରଣା କମିଯିବା ପରେ ଧୀରେ ଧୀରେ ତାଙ୍କ ଗାଜର ମୋ ପୁ ଭିତର ବାହାର କରିବାକୁ ଲାଗିଲେ। ତାପରେ ପାପା ମୋତେ ଦୋଗୀ ପୋଜରେ କରିଲେ ଏବଂ ମୋ ପୁ ଭିତରେ ତାଙ୍କର ସବୁ ପାଣି ଛାଡ଼ିଲେ। ରାତିକୁ ମୋ ପୁ ଭିତର ଭୀଷଣ ଦରଜ ହୋଇଯାଇଥିଲା। ସେଥିପାଇଁ ପାପା ମୋ ଗାଣ୍ଡିରେ ତାଙ୍କ ଗାଜର ପୂରେଇ କରିଲେ। ଗୋଟିଏ ସପ୍ତାହ ପର୍ଯ୍ୟନ୍ତ ଟିକିଏ କଷ୍ଟ ହେଲା। ତାପରେ ମମି ଫେରିବା ପର୍ଯ୍ୟନ୍ତ ପାପା ମୋତେ ସବୁଦିନେ କରିଲେ। ଦିନରେ 2 ଥର ଏବଂ ରାତରେ 3 ଥର ମୋ ପାଇଁ ଭଲ ଭଲ ଜିନିଷ ଆଣୁଥିଲେ। ଭଲ ହୋଟେଲକୁ ନେଇ ଖାଇବା ପାଇଁ ଦେଉଥିଲେ। ମମି ଓ ସାନ ଭଉଣୀ ଫେରି ଆସିବା ପରେ କରାକରି ପାଇଁ ଆମକୁ ସେପରି ସୁଯୋଗ ମିଳୁନଥିଲା। ସୁଯୋଗ ମିଳିଲେ ପାପା ମୋତେ କରିବା ପାଇଁ ମୋଟେ ହାତ ଛଡା କରୁନଥିଲେ। ପାପା ହେଲେ ମୋ ଜୀବନର ପ୍ରଥମ ପୁରୁଷ, ଯାହାଙ୍କୁ ମୁଁ ମୋର କୁମାରୀତ୍ୱ ଅର୍ପଣ କରିଥିଲି ଏବଂ ଯିଏ ମୋତେ ଗୋଟିଏ କୁମାରୀରୁ ନାରୀରେ ପରିଣତ କରିଦେଇଥିଲେ। ମୁଁ ସେ କଥା କେବେ ବି ଭୁଲି ପାରିବି ନାହିଁ। ଭଲ ଲାଗିଲେ ଲାଇକ୍ ସବସ୍କ୍ରାଇବ କରିବେ। ଏମିତି ଷ୍ଟୋରି ଶୁଣିବି ପାଇଁ ଧନ୍ୟବାଦ। ବହୁତ ପୁରୁଣା ଗପ, କିନ୍ତୁ ଏକ ସତ୍ୟ ଘଟଣା ଉପରେ ଆଧାରିତ। ଏହା ପୁରାଣରୁ ସଂଗୃହୀତ। ଏକଦା ସ୍ୱର୍ଗରେ ଏକ ଆଲୋଚନାର ବ୍ୟବସ୍ଥା ହୋଇଥିଲା। ସମସ୍ତ ଦେବତା ଏକତ୍ରିତ ହୋଇଥିଲେ। ମହାରାଜ ବାନ୍ଦେଶ୍ୱର, ଏବେ ଆମେ ଯାହାଙ୍କୁ ବାଣ୍ଡ ନାମରେ ଜାଣୁ, ସେତେବେଳେ ମର୍ତ୍ତର ରାଜା ଥିଲେ। ସେ ମଧ୍ୟ ଉପସ୍ଥିତ ହୋଇଥିଲେ। ସେ ବହୁତ ଅହଙ୍କାରୀ ରାଜା ଥିଲେ। ସମସ୍ତ ଦେବତା ଏବଂ ରାଜାମାନେ ସ୍ଥାନ ଅଳଙ୍କୃତ କଲେ। ମହାରାଣୀ ବିଏଶ୍ୱରୀ ମୁଖ୍ୟ ଅତିଥି ରୂପରେ ଆସିଥିଲେ। ବିଏଶ୍ୱରୀ ଯେତେବେଳେ ପ୍ରବେଶ କଲେ, ସମସ୍ତ ଦେବତା ଏବଂ ରାଜା ମହାରାଜାମାନେ ତାଙ୍କୁ ସମ୍ମାନ ଜଣାଇବାକୁ ଠିଆ ହେଲେ। ପାପା ତଥାପି ଆଗକୁ ଆଉ ଆମେ ଏମିତି କରିବାନି। ଏମିତି କରିବାଟା ପାପ। ମୁଁ ଯଦି ଆମେ ଦୁହେଁ ସେପରି କରିବା ପାଇଁ ଚାହୁଁଛେ, ତାହେଲେ ଏଥିରେ ତ କିଛି ଭୁଲ ନାହିଁ। ତାହେଲେ ପାପ କାହିଁକି ହେବ? ପାପା ତୁ ମୋ ସହିତ କରିବା ପାଇଁ କାହିଁକି ଚାହୁଁଛୁ? ତତେ ଶରମ ଲାଗୁନି? ମୁଁ ତମକୁ ଭଲ ପାଏ।